এই ব্লগ চলছে। আরে রোহিণী ম্যাম কোড়ে গলে? রোহিণী ম্যাম সেপଟେ ଫଟୋ ଉଠଉଛନ୍ତି। আরে রোহিণী ম্যাম কোড়ে গলে? ଏଇଠି ଆସ। আরে ତମର ଏଠି ବ୍ଲଗ କୁଆଡେ ଯାଇଥିଲ? ମୁଁ ପାଣି ନେଇକି ଆସିଲି। କଣ ପାଣି ଆସୁ ଆସୁ ତମେ ଶୋଷ ଲାଗିଲାଣି? ନାଇଁ ଲାଗିବ ନା ଆଗକୁ। ହାଇ ଗାଇସ୍, ଆମେ ଆସୁଛୁ ଆଜି ମୁଭି ଦେଖିବାକୁ। କୋଉ ମୁଭି? କୃଷ୍ଣାବତାର। କୃଷ୍ଣା। ୟେସ୍। ଆଉ ଏବେ ଦେଖିବେ ଆମେ ମାନେ ଏଠି କଣ କଣ କରୁଛୁ ଆଉ କେମିତି ଏନ୍ଜୟ କରୁଛୁ। ବାସ୍ ଆମେ କେମିତି ବୁଲିବାକୁ ଆସୁଛୁ ଏଇଟା ଗୋଟେ ବର୍ଷ ପରେ ପୁରା ଅଲମୋଷ୍ଟ ଆସିଛୁ। ସେଦିନ ମଲ୍ ଯୋଉ ଦେଖା ହେଇଥିଲା ସେଦିନ ପୁଣି ଆଜି ଆଉଥରେ ତ ଦେଖିକି ଆମେ ଗଲାବେଳେ ପୁଣି ବ୍ଲଗ କରିବୁ ହେଲା। ଆଚ୍ଛା ହଁ କୁହ। ଆମ ସହିତ ଆଜି ଆସିଛନ୍ତି ରାଜଶ୍ରୀ ମ୍ୟାଡମ ଯିଏକି ଆମ ସହିତ କାମ କରୁଥିଲେ। ବହୁତ ଦିନ ପରେ ସେ ବି ଆସିଛନ୍ତି। ଆଉ ଗୋଟେ ପିଲା ଆସିଛି ମୁନା। ମୁନା ମତେ କୃଷ୍ଣ ଅବତାର ଦେଖିବାର ବହୁତ ଆଉ ଗୋଟେ ଇଣ୍ଟରେଷ୍ଟ ଥିଲା। ଜୁନିୟର ଦି ଜଣ ଆଜି ଆମେ ଆସିଛନ୍ତି। ବହୁତ ଗୋଟେ ଏନ୍ଜୟ ଝିଅ ଆସିଛି। ଇଏ ହଉଛି ଆମର ପୁଚୁ ଦ କ୍ୟୁଟି ପାଏ। ଆଉ ଇଏ ହଉଛି ଆମର ମୁନା। ଇଏ ହଉଛି ଆମର ହିରୋ ହିରୋ ହିରୋ। ଆମର ହଉଛନ୍ତି ଆପଣ ତ ଜାଣିଛନ୍ତି ସ୍ମୃତି ମ୍ୟାଡମ। ସିଏ ତ ଖାଲି ବାଡାବାଡି କରିବ। ଇଏ ଖାଲି ବାଡେଇବ ଆଉ ଯୋଉଠି ଆସିବ ଖାଲି କହିବ କାମ 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 କାମ। ମାନେ ଟାଇମ୍ ଆମେ ଏଇଠି ବି ଆସିକି ନାଇଁ ନାଇଁ ଏଇଠି ବି ଆସିକି ଖାଲି କହୁଛି କାମ ଅଛି ଚାଲ 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 ଜଲ୍ଦି ଚାଲ କୋଉଠି ପହଞ୍ଚିଗଲା ପରେ ତାପରେ ଆମର ସ୍ମୃତି ମାନେ ଗୋଟେ କଣ କହିବ ମୁଁ ଖାଲି ପହଞ୍ଚି ସାରିଲା ପରେ ହବ ଏମାନେ ଖାଲି କେମିତି ହଉଛନ୍ତି ମାନେ କଣ ହଉଛୁ କଣ ହଉଛୁ। ସିକ୍ୟୁରିଟି ଗାର୍ଡ ଅଛନ୍ତି ଦେଖିଛି। ସରି ସେ କିଛି କହିବେନି ମୁଁ ଆମକୁ ଦେଖି। ଓକେ। ଆଉ କୃଷ୍ଣାବତାରମ୍ କଣ ପାଇଁ ଦେଖିବାକୁ ଆସିଛ ତମେ? ବହୁତ ଭଲ ମୁଭି ବହୁତ ମାନେ ଦେଖିଲା ପରେ ଆମେ କିନ୍ତୁ ଆଜିକାଲି ଲଭ୍ ଷ୍ଟୋରି ସବୁଠୁ ଅଡ୍ ଦେଖିବା ପାଇଁ ସବୁଠୁ ଭଲ ଯେ ଭଗବାନଙ୍କ ଉପରେ ଦେଖିବା କିଛି ଜିନିଷ। କାରଣ ଆଜି ମାନେ ଏବେ ସବୁ ଆଧ୍ୟାତ୍ମିକ ବାଦ ଦେଖିଲେ କିଛି ଗୋଟେ ଶିଖିବାକୁ ମିଳିବ ଏସବୁ ଦେଖିକିନା। କିନ୍ତୁ ଛୁଆଙ୍କୁ ବି ନେଇକି ଏଇ ମୁଭିକୁ ଆସିପାରିବା। ତ ବହୁତ ଜିନିଷ ଶିଖିବା। ଛୁଆ ମାନେ ବି ବହୁତ କିଛି ତ ଲଭ୍ ଷ୍ଟୋରି ମୋ ମତରେ ଯେ ଲଭ୍ ଷ୍ଟୋରି ଫିଲ୍ମ ନ ଦେଖି ଆପଣ ମାନେ ଆସନ୍ତୁ କୃଷ୍ଣାବତାରମ୍ ଦେଖିବା ପାଇଁ। କାହିଁକିନା ସେଥିରେ କିଛି ଆପଣଙ୍କୁ ଦେଖିବାକୁ ମିଳିବ କିଛି ଜାଣିବାକୁ ମିଳିବ। ଆଉ ଭଗବାନଙ୍କ ଦେଖିଲେ ସବୁଠୁ ଭଲ ପଜିଟିଭ ଏନର୍ଜି କିଛି ଆସିବ। ଇନଫ୍ୟାକ୍ଟ ଆମେ ଟାଇମ ବାହାର କରିକି ଏଇଥିପାଇଁ ହିଁ ଆମେ ଆଜି ଆସୁଛୁ। ଆଉ ବହୁତ ଦିନ ପରେ ସମସ୍ତେ ଆମେ ଏକାଠି ହେଇଛୁ। ଏନ୍ଜୟ ବି ବହୁତ କରିବୁ ଆଗକୁ ବି ଦେଖିବେ ଆପଣ ଆଉ ମାନଙ୍କୁ। ମୁଭିଟା କେମିତି ହେଇଛି ଆପଣ ମାନଙ୍କୁ ପୁଣି ଥରେ ଜଣେଇବୁ। ଓକେ ବାଏ ଆମ ସ୍ମୃତି ମ୍ୟାଡାମ ରାଗି ଗଲେ କଣ ପାଇଁ ରାଗି ଗଲେ କେହି ବି ଫଟୋ ଉଠେଇ ନାହାନ୍ତି ବୋଲି ଆଉ ରାଗିକି ଆମ ସହିତ ନେଇକି ଜମା କଥା ହେଲେନି ପଳେଇଲେ ଅଧଘଣ୍ଟା ପର୍ଯ୍ୟନ୍ତ। ପପକର୍ନ ଖାଇବ? ପପକର୍ନ କଣ ଖାଇବ? ସିଙ୍ଗଡ଼ା ଖାଇକି ଆସିଛି। ସିଙ୍ଗଡ଼ା ଖାଇ ଭଲ ଲାଗିଲା ମତେ ଖାଇ। ମତେ ସମୋସା ହିଁ ଭଲ ଲାଗେ ଜାଣିନ ଆଉ ଚା ଭଲ ଲାଗେ ଚା ପିଇବ? ନା ଚା କଫି ଖରାଦିନ ପିଇବ ପେଟ ଗରମ ହେଇଯିବ। କଫି ପିଇବ? ହଁ କଫି ଯଦି ହବ ପିଇବ ଟିକେ। ସେମାନଙ୍କୁ ଦେଖ ଭାଗିଦେଲେ ସେମାନେ ସଫା ଉପରେ ତମର ଡାକିଲେ ଆଉ ଏଠିକି ଆସ। ହାଣ୍ଡି ବଢିଆ ମୁହଁ କରିଛନ୍ତି ସେମାନେ ହେଲା। ଆସିଲେ ଦି ଜଣଙ୍କର କିନ୍ତୁ ଆରାମ ସେ ଗପ ଚାଲିଛି। କିଏ କଣ କରନ୍ତୁ କିଏ କଣ ହୁଅନ୍ତୁ ସେଇ ଯୋଡି ପାଇଯାଇଛନ୍ତି ଦି ଜଣ। ଯୋଡ଼ି ପାଇଲେ। ଦି ଜଣଙ୍କ ପୁରା ଗପ ଏଇ ଦି ଜଣଙ୍କ ପୁରା ପ୍ଲାନିଂ କରିକି ଆଇଛନ୍ତି କୃଷ୍ଣାବତାରମ୍ ଦେଖିବେ ବୋଲି। ସିଏ ବସି କ୍ୟାମେରାରେ ଚୁଟି ସାଇଜ କରୁଛନ୍ତି। କାମ କୁଆଡେ? ପର୍ସ ଧର ପାଣି ଧର ଚାଲ ଯିବା ତାଙ୍କର କାମ ଷ୍ଟାର୍ଟ ଏବେ ଯାଉଛୁ ଦେଖିକି ପୁଣି ଆସିବା ଓକେ। ପୁଣି ଗଲା ବେଳକୁ ପୁଣି ଆମେ ଆଉଥରେ ପୁଣି କୁ ବନେଇବୁ। ଏବେ ହଲ ରେ କେହି ବି ନାହାନ୍ତି ପୁରା ସୁନସାନ ଅଛି। ଏବେ ପୁରା ଫାଙ୍କା। ବଢିଆ ଫାଙ୍କା ଏଇଟା ଅଛି। ହଉଛି ଆମର ସ୍କ୍ରିନ୍। तुम्हें
କେମିତି ଲାଗିଲା? ହେଇଗଲା। ବହୁତ ବଢିଆ ଲାଗିଲା ଘରକୁ ଆସିଯିବ। ବଢିଆ ମୁଭି ଥିଲା। ମତେ ତ ବହୁତ ବଢିଆ ଲାଗିଲା ମୁଭି। ମୁଁ ଆଗ ପଡିଯିବି ସିଡି ଓହ୍ଲେଇ ସାରେ। ଦେଖ ଦେଖ ସେମାନଙ୍କୁ ପ୍ୟାର। ଫିଲ୍ମଟା କେମିତି ଲାଗିଲା? ବହୁତ ବଢିଆ ଥିଲା। ଶ୍ରୀକୃଷ୍ଣଙ୍କର କେମିତି ଲୀଳା ସବୁ ବହୁତ ବଢିଆ ଲାଗିଲା। ଆଉ ସେକେଣ୍ଡ କଥା ହେଲା ମାନେ ନାରୀକୁ ଗୋଟେ କେମିତି ସମ୍ମାନ ଦିଆଯାଏ ସେଟା ଗୋଟେ ଏଇ ମୁଭିରେ ବହୁତ ଭଲ ମାନେ ଗୋଟେ ନାରୀକୁ ଯେତେବେଳେ କଷ୍ଟ ହୁଏ ଶ୍ରୀକୃଷ୍ଣଙ୍କୁ ହିଁ ସେ ଜିନିଷଟା କେତେ ଫିଲ୍ ହଉଛି। ଆଉ ଆଉ ସିଏ ସେତିକି ନାରୀ ମାନଙ୍କୁ କେତେ ସମ୍ମାନ କରିଛନ୍ତି। ଆଉ ଏଠି ରାଧାକୃଷ୍ଣଙ୍କର ବି ବହୁତ ଭଲ twist ଦେଖିବାକୁ ମିଳୁଛି। ଗୋଟେ ମୁଁ ତ କହିବି ଆପଣ ମାନେ ଏଇ ଯୋଉ ଆଜିକାଲି ଯୋଉ ଜମାନାରେ ଯୋଉ ଲଭ ଷ୍ଟୋରି ନ ଲଭ୍ ଷ୍ଟୋରି ଦେଖିକି ହଁ ମାନେ ଏଇଟା ଏଇ ଦେଖିବେ ଜିନିଷ ଦେଖନ୍ତୁ କିଛି ଗୋଟେ ମୂଲ୍ୟ କିଛି ତାର ମୂଲ୍ୟ ଅଛି। ଅଛି ଯୋଉଟା କି ମାନେ ଜାଣିପାରିବେ କିଛି ଶିଖିବାର ଅଛି। ଏଇ ସବୁ ଜିନିଷ ଜାଣିବା ନିହାତି ପଜ ଦରକାର। କଲ ଗୋଟେ କଣ ଆଜିର ମୁଭିର ଟ୍ୱିଷ୍ଟଟା କଣ ଥିଲା କୁହ? ବହୁତ 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 ସୁନ୍ଦର ଥିଲା। ଆଉ ମୁଁ ଚାହୁଁଛି ସମସ୍ତେ ଆମେ ତ ବୋଧେ ଲାଷ୍ଟ ବୋଧେ ଆସିଛୁ ଦେଖିବା ପାଇଁ। ବହୁତ ଲୋକ ଆଗରୁ ଦେଖିଛନ୍ତି। ଆଉ ଏଇ ଫିଲ୍ମ ଦେଖିବା ପାଇଁ ହିଁ ଖାସ କରି ସବୁ କାମ ସାରିକି ଆଉ ଶ୍ରୀକୃଷ୍ଣଙ୍କର 1600 ଗୋପିକା ଏଇଥିରେ ଯୋଉ ଅଛନ୍ତି ସେ କାହାକୁ ଅବମାନନା କରୁନାହାନ୍ତି ଆଉ ସେ କାହାକୁ ନାଇଁ କହିନାହାନ୍ତି ମାନେ ଗୋଟେ ପଜିଟିଭ କିନ୍ତୁ one and only ସେ ଜଣକୁ ହିଁ ଭଲ ପାଉଥିଲେ ସେ ସମସ୍ତ ହଉଛନ୍ତି ଦର୍ଶକ ମାନଙ୍କୁ ବି Sorry, ସେ କହିବାକୁ ରାଜେଶ ହଉଛନ୍ତି ମ୍ୟାଡାମ। ମୁଁ ସମସ୍ତ ଦର୍ଶକ ମାନଙ୍କୁ ବି କହିବାକୁ ଚାହିଁବି ସେ ହଉଛନ୍ତି ଆସିକରି ରାଜା ନିଶ୍ଚୟ ଦେଖନ୍ତୁ। ବହୁତ ବଢିଆ ବହୁତ story ଟା ବହୁତ ଥିଲା। ବଢିଆ ମୁଭି। ଆମେ କିନ୍ତୁ ଲାଷ୍ଟରେ ଆସିଲେ ନା ଦେଖିବା ପାଇଁ। ଶ୍ରୀକୃଷ୍ଣ କିନ୍ତୁ ଜଣକୁ ହିଁ ଭଲ ପାଉଥିଲେ ସେ ହଉଛନ୍ତି one and only ତ ଲାଷ୍ଟରେ ଦେଖିବାକୁ କିନ୍ତୁ ରାଧାଙ୍କ ମିଳୁଛି ସିନ୍ ଟା ଟିକେ କମ ଥିଲା ନା ଆଉ ଟିକେ ଅଧିକ ହେଇଥିଲେ ମେ ବି ଭଲ ହେଇଥାନ୍ତା। ପ୍ରମିସ୍ ଲାଷ୍ଟ ମୋମେଣ୍ଟରେ ଯୋଉ ଆମର ସତ୍ୟଭାମା ଯୋଉ କହୁଛନ୍ତି କୃଷ୍ଣଙ୍କୁ ଯେ କେବଳ କୃଷ୍ଣଙ୍କୁ ମାନେ ଜଣେ ଭାବିଲେ ହବନି। ତ ଯିଏ ବି ତାଙ୍କୁ ଡାକିବ ତ ସେତେବେଳେ ସିଏ ତାଙ୍କର ହିଁ ହେବେ। ତ ଏଇ ଜିନିଷ ଶିଖିବାର ଅଛି। ଯିଏ ବି ଡାକିବ ଆମେ ବି ଭଲ ପାଇବୁ ତ ଏମିତି ଟ୍ରୁ ଲଭ୍ କୋଉଠି ବି ନାହିଁ। ଯୋଉଟା ଆମର ପୂର୍ବ କର୍ମରେ ଯୋଉଟା ଭୋଗିବାର ଥାଏ ଆମକୁ ସେଇଟା ଭୋଗିବାକୁ ପଡେ। ଯୁଗରେ ସେଟା ପାଇବା ବହୁତ କଷ୍ଟ। ଆଉ ଏଇଟା ତ ଆଜିକାଲିକା ଜମାନାରେ ନାହିଁ ଯେହେତୁ ଏଇଟା ହଉଛି କଳି ଯୁଗ। ତ ଆମେ ତ ସେଇ କଳି ଯୁଗରେ ହିଁ ଜନ୍ମ ହେଇଯାଇଛି। ନହେଲେ ସତ୍ୟ ଯୁଗରେ ଏମିତି ଗୋଟେ ସାଥି ମିଳିବା ବହୁତ କଷ୍ଟକର ଶ୍ରୀକୃଷ୍ଣଙ୍କୁ ଖାସ କରି। ସମସ୍ତେ ଯାହା ବି ଯିବେ ଆସିଛନ୍ତି ଆମେ ଲାଷ୍ଟ ବହୁତ ଶିଖିବା ଜିନିଷ କିନ୍ତୁ ଏଠି ପଢା